ଅଜଣା ରୋଗରେ ପୀଡ଼ିତ ହେଇ ବହୁତ ଦିନ ପୀଡ଼ିତ ହେବା ପରେ ତାଙ୍କୁ ଆମର ମିଡ଼ିଆ ଭାଇମାନଙ୍କର ସହଯୋଗରେ ତାଙ୍କର ଗୋଟେ ଅସ୍ତ୍ରୋପଚାର ହେଇଛି। ତାଙ୍କର ଗୋଟେ ଗୋଡ଼ କଟା ହେଇଛି। ଆଉ ତାଙ୍କ ପରିବାର ବହୁତ ଅଭାବ ଅସୁବିଧାରେ ଅଛନ୍ତି। ତାଙ୍କ ଘରେ ଲାଇନ୍ ବି ନେଇନ। ଆଉ ଆମେ ପୁରା ବିଜେପିର ଆମ ବିଜେପି ଟିମ୍ ସିନିୟର କାର୍ଯ୍ୟକର୍ତ୍ତା ସମସ୍ତେ ଆସି ଆମେ ଏଇଠି ସହଯୋଗର ଟିକେ ହାତ ବଢ଼େଇଛୁ। ତାଙ୍କୁ ହୁଇଲଚେୟାର ଆଉ ତାଙ୍କର କିଛି ରାସନ କିଛି ଆର୍ଥିକ ସହାୟତା ରାଶି ଦେଇଛୁ। ଆଉ ଆମେ ଚାହୁଁଛୁ ଯେ ଆଗାମୀ ଦିନରେ ତାଙ୍କୁ ଆମର ବିଜେପି ସରକାର ଆଡ଼ୁ ଯାହା କିଛି ସରକାର ଯୋଜନା ଅଛି ସବୁ ତାଙ୍କୁ କେମିତି ପହଞ୍ଚି ପାରିବ, ତାଙ୍କର ଭତ୍ତା ଆଉ ତାଙ୍କୁ କେମିତି ଲାଇନ୍ ଲାଗିପାରିବ ସେସବୁ ଦିଗରେ ଆମେ ଗାଁର ଜଣେ ଭାଇ ଆମର ହେମନ୍ତ ମହାରଣା ଆଉ ତାଙ୍କ ଦେହ ଅସୁସ୍ଥ ଥିଲା। ଆଉ ସେ ଯୋଗୁଁ ତାଙ୍କ ଗୋଡ଼ରେ ବହୁତ ଇନଫେକ୍ସନ୍ ହେଇକି ତାଙ୍କ ଗୋଡ଼ଟା ଆଖିରେ କଟା ହେଲା। ଏଇଟା ଜାଣିଲା ପରେ ତାଙ୍କ ପରିବାରକୁ ଗୋଟେ ସାହାଯ୍ୟ ଲାଗି ଆମେ ଆଜି ଆସିଛୁ ଏବଂ କିଛି ଆର୍ଥିକ ସାହାଯ୍ୟ ସାଙ୍ଗରେ କିଛି ତାଙ୍କ ରାସନ ବ୍ୟବସ୍ଥା କରିଛୁ। ତ ଖାଲି ଏତିକି କହିବି କି ଆମ ସମାଜସେବୀ ଯେତିକି ବି ଅଛନ୍ତି ଆମର ବାଲିପାହାଡ଼ ଅଞ୍ଚଳରେ ଯେମାନେ ସମାଜରେ ବହୁତ କାମ କରୁଛନ୍ ସେମାନେ ବି ଗରିବ ପରିବାର ପ୍ରତି ଟିକେ ଧ୍ୟାନ ଦେଉ ଆଉ ଆସିକି ତାଙ୍କୁ ଯାହା ସାହାଯ୍ୟ ହେଇପାରୁଛେ କରୁ। ସରକାରୀ ସ୍ତରରେ ମଣ୍ଡଳ ପ୍ରେସିଡେଣ୍ଟ କଲେ ଆମ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କୁ ଜଣା ଦିଆହେଇଛେ। ସେ ବି ତାଙ୍କର ଆଡ଼ୁ ଯଦି କିଛି ସୁବିଧା କରାଯାଇପାରବା ଆମେ ଚେଷ୍ଟା କରମୁ। ଆମର ପ୍ରିୟ ସାଂସଦ ବି ଅଛନ୍ ତାଙ୍କୁ ବି ଆମେ କଥା ଜଣେଇଛୁ ଏବଂ ସେ ଯେବେ ଦିଲ୍ଲୀରୁ ଫେରିଲା ପରେ ତାଙ୍କ ସାଙ୍ଗେ କଥା ହେବୁ। ଆମ ପାଖରେ MCL ଅଛେ, TRL ଅଛେ ଆଉ ଅନ୍ୟ ବି କମ୍ପାନୀମାନେ ଅଛନ୍ତି ତାଙ୍କଠାରୁ ବି ଅନୁରୋଧ କରିକି ସେ କିଛି ବ୍ୟବସ୍ଥା କରାବାର ଚେଷ୍ଟା କରିବେ। ସମାଜରେ ରହିକରି ସମାଜର ଏଇଟା ହିଁ ରାଜନୀତିରେ ତ ରାଜନୀତି କରୁଛୁ କିନ୍ତୁ ସମାଜରେ ଏଇସବୁ ଲୋକଙ୍କର ଏଇ ପ୍ରକାରର ଯେଉଁ ଲୋକଙ୍କ ସାଙ୍ଗରେ ତାଙ୍କୁ ସାହାଯ୍ୟ କଲେ ହିଁ ଆମର ରାଜନୀତି କରୁଛୁ। ରାଜନୀତିର ଆମର ଯେଉଁ ପରିଭାଷା ଅଛି ସେଟା ସମ୍ପୂର୍ଣ୍ଣ ହେବା ବୋଲିକରି ଆମେ ଆଶା କରୁଛୁ। ସେହି ଦିଗରେ ଆଜି ଆସିକରି